हेलो फ्रेंड्स, जय जगन्नाथ। वेलकम टू बैक माय चैनल बसंत लिली ब्लॉग। आशा करुँ आप भल था, खुशी था, सुस्थ था। तो आम ए राति ब्लॉग करवा कारण होगी कहीं आम बाहर पूरी जावाई। तो पूरी आम रेडी हो सारूँ ना अचानक इच्छा है पूरी जावाई कहीं आम ए बाहर पूरी देखो लिली भी रेडी हो सारे लगेज पैक हो गला और समस्ते बाहर पूरी किए किए जाऊँगी आपण मानक देखा तो चलतु कहीं जगह दर्शन करवा चलतु देखा किए किए जी हारी गले गीता हारिया बसुँच ये गीता कड़े जीव पूरी जीव केते खुशी अच्छु पूरी खुशी अच्छे ना रंजन भाई देखो पूरा बुट फुट पिंधिकी हाफ पैंट पिंधिकी पूरा ओके ओके बैग गोटे ना दीटा बैग तांकर पैकिंग हो सारे भाउज भी रेडी हो सारे भाउज केते खुशी पूरा खुशी ना तो चलतु आउ किए सब जीवे देखो बाप बुट उलांड बो रेडी हो गले बो कड़े जीव पूरी केते खुशी अच्छे पूरी जा छुआ को नहीं जाऊँ बो भी बाहर सारे कबाट पतर दौरान लिली चल पूरी केते खुशी जगह दर्शन कर जगह डोरी लगेली ना तो रेडी हो गलुणु तो चलो जीवा से गुड्डू हरिया गाड़ी में बसले आस पाखे आम हो गलु गाड़ी रेडी बस पटे तो गाड़ी रेडी हो गला भाई ओके गाड़ी भीतर बस पूरा अंधार फाइनाली गेट पड़ी गेट उठने आम जीवु तो आसिक जाजपुर रोड पहुँची गलु उठीगला आम ये ग्रेड बाहर यपटे हाँ राइट फाइनाली आसिक आम रूम रे पहुँची गलु तो देखो ये रूम तो नहीं गलु कहीं गाधुआ पाधुआ करके बाहर तापर आम सी बीच जीवु गाधेबू लड़ी फड़ी भांगू तो रूम नहीं गलु चलो सब गाधे पड़ शीघ्र फाइनाली आम देख चली चलिका जाऊँ दीपू हरिया देखो आसत दीपू अगलेटा बढ़िया लगुच ना हाँ गुडर अगलेस नाई भांगी दे सब भांगी दे तो देखो पछरे आसुच्च समस्ते रंजन आई पछरे आसुच्च देखिकी पानी देखी मंदिर पाखरे आम आसिक गलु फाइनाली आम देखो बड़ दाण्डर अच्छु टे फटो फटो सब उठाऊँ देखो मंदिर आम जाइलु दर्शन करके आसिलु बहुत जाम थिला कहीं आम से टाइम रे आसिक पहुँची पार नथिलु तो मंदिर पूरा जाम थिला तो दर्शन सरला टाइम होगा 9टा खंड टाइम होगा पूरा खरा भी हो पूरा बड़दाण्ड पाखे सिंहद्वार सीधार आम अच्छु आठी लिलीर देखे मुंड बिंदिला छाई बस देखो ये बस बहुत लिलीर छाई खरा बहुत जोर होती पूरी रे
ଦେଖନ୍ତୁ କେତେ ଭକ୍ତ ସବୁ ଅଛନ୍ତି ଏଠି। ଆମେ ବଡ଼ଦାଣ୍ଡରେ ଟିକେ ବସିକି ସେଠି ଫଟୋ ଉଠାଉଛୁ। ଜଳଖିଆ କରିଦେବା ଟିକେ। ଏପଟରେ ଦେଖନ୍ତୁ ଦୋସା ଚାଲିଛି, ଦୋସା ତିଆରି ଚାଲିଛି ଏପଟରେ। ଭିତରକୁ ଯିବା, ଖାଇବା। ସେଠି ବସିଛନ୍ତି। ଏଠି ବସିଛନ୍ତି, ଖାଇବେ। ପାଣି ସବୁବେଳେ ଗାଧେଇବି ଗାଧେଇବି ଆଜି। ତମେ ଗାଧେଇବ? ସମୁଦ୍ର ପହଞ୍ଚିଲଣି। ଏଇଟା ହେଲା ବିଚ୍। अरे चिकू है पार्किंग ଏଇଠୁ ସିଏ ତାକୁ ଏଇଟା ହେଇପଟେ ଅଛି ଭଲ ହେଇପଟେ। ସେଇଟା ତ ହବନି। ଆମେ କଣ କରୁ କହିଲେ, ଲୋକ ଯୋଉଠି ଅଧିକ ରୁହନ୍ତି ସେ ଜାଗାରେ ରଖିଦେବୁ ଆମେ। ଦେଖନ୍ତୁ ଗୁଡୁ ଏଠି ଦେଖନ୍ତୁ ସମୁଦ୍ର ଭିତରେ ଗାଧଉଛି। ଆଉ ଗୁଡୁ ବି ଲହଡ଼ି ଭାଙ୍ଗୁଛି। ପୁରା ଘଣ୍ଟାଟେ ହେଇଗଲାଣି ଗୁଡୁ ଗାଧେଇଲେଣି ସମୁଦ୍ରରେ। ଦେଖନ୍ତୁ ସମୁଦ୍ର ଲହଡ଼ି କେମିତି ଆସୁଛି, ପୁରା କରେଣ୍ଟ ଭଳିଆ ଲହଡ଼ି ଆସୁଛି। ଆମେ ସବୁ ଦେଖ ସମୁଦ୍ରରେ ଲହଡ଼ି ଭାଙ୍ଗୁଛୁ। ଆଉ କାହିଁକିନା ଲିଲି ଆସିପାରିଲେଣି, ତାଙ୍କ ମୁଣ୍ଡ ବିନ୍ଧୁଛି। ସେଇଥିପାଇଁ ଆମେ ଆସିକି ଲହଡ଼ିରେ ସମୁଦ୍ରରେ ଲହଡ଼ି ଭାଙ୍ଗୁଛୁ। ଆଉ ଦେଖନ୍ତୁ କେତେ ଲୋକ ସବୁ ଅଛନ୍ତି। ଏବେ ପ୍ରାୟ 11ଟା ଖଣ୍ଡ ଟାଇମ୍ ହେଇଯିବ। ଆଉ ଦେଖନ୍ତୁ କେତେ ଲୋକ ଅଛନ୍ତି। ରଞ୍ଜନ ଆଇ କୁଆଡ଼େ ଗଲି? ପଳେଇଲି। ଆଉ ତ ରଞ୍ଜନ ଆଇ ବି ଏଠି ଲହଡ଼ି ଭାଙ୍ଗୁଛନ୍ତି। ଦେଖେଇବି ରଞ୍ଜନ ଆଇ, କ'ଣ ସମୁଦ୍ରରେ କୋଉଭଳିଆ ଗାଧେଇଲ, କ'ଣ କଲ, କ'ଣ କୁହନ୍ତୁ? ଗୀତା କ'ଣ କହୁଛି? ଗାଧଉଛି। ଗୁଡୁ ଆଉ ଆମର ଇଏ କୁଆଡ଼େ ଗଲେ? ଗୁଡୁ ଦେଖନ୍ତୁ ଗୁଡୁ କୋଉଭଳିଆ ଡ୍ୟାନ୍ସ କରୁଛି। ଗୁଡୁ ପୁରା ଡ୍ୟାନ୍ସ କରୁଛନ୍ତି, ପୁରା ବଢ଼ିଆ ଡ୍ୟାନ୍ସ କରୁଛନ୍ତି। ଗୁଡୁ 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 ଏ ଫ୍ରେଣ୍ଡସ୍ ମାନଙ୍କୁ କହିଦିଅ। କ'ଣ କରୁଛ? କ'ଣ କରୁଛ କୁହ? ଲହଡ଼ି ସାଙ୍ଗରେ ଖେଳୁଛ? ଆଉ କ'ଣ କରୁଛ? ଗୁଡୁ ଦେଖ କୋଉଭଳିଆ ଲହଡ଼ି फाइनाली आम समुद्र गाधेक ये आइलु। गुड्डू देखु कौन खाऊ? गुड्डू कौन खाऊ? जानू तो ये जाऊँ चल चलिका। तो देखो गुड्डू को भाया गाधे कौन होती बाली रे गाधेल के रूम छाड़ू तो
ଯିବାକୁ ପଡ଼ିବ ଅନ୍ୟ ଜାଗାକୁ। ତ ବ୍ଲଗ୍ଟା କଣ୍ଟିନ୍ୟୁ କରନ୍ତୁ, ଦେଖିବେ। କାହିଁକିନା କିଛି କିଛି ଭିଡ଼ିଓ ହେଇଛି, ଆଉ କିଛି ତ ହେଇନି, କାହିଁକିନା ମନ୍ଦିର ପୁରା ଭିଡ଼ ଥିଲା। ଆଉ ସମୁଦ୍ର କୂଳକୁ ବି ଲିଲି ଗଲେନି, ଆଉ ତାଙ୍କ ଅସୁବିଧା ପାଇଁ ସେ ଗଲେନି। ତ ଆମେ ଗୋଟେରେ ମୋର ସମୁଦ୍ରରେ ପୁରା ଏନ୍ଜୟ କରିଛୁ। ଆପଣମାନେ ତ ଲାଇଭ୍ ଦେଖିଛନ୍ତି। ଆଉ ଚାଲନ୍ତୁ ଯିବା, ଆଜି କେଉଁଠିକି ଯିବା ଦେଖିବା। ଆଉ କେଉଁଠିକି ଯିବ ଜାଣିନ? ଆଉ ଜାଣିନ କେଉଁଠିକି ଯିବ ନା? କାକଟପୁର ଯିବା। ଚାଲନ୍ତୁ ଯିବା, ଆଉ କ'ଣ ଟିକେ ହେଲେ ଖାଇଦେବା, ଖାଇକି ଯିବା। ଆଉ ଫାଇନାଲି ଖାଇବା ପିଇବା ସରିଗଲା। ଆମେ ଏବେ ଗାଡ଼ିରେ ବସିଲୁ। ତ ହଁ ଖାଇବା ଚାଲିଲୁ କୋଣାର୍କରୁ ଫେରେ ଯିବୁ ମାଆଙ୍କ ପାଖକୁ, ଆମର କାକଟପୁର ମା। ଓକେ, ଆମର ଭାଇ ପୁରା ଓକେ ପୁରା ଅଛନ୍ତି। ତ ଗାଡ଼ି ଏଇଖିଣା ଛାଡ଼ିଲା। ଲିଲି ଆମର ଏଠି ବସୁଛନ୍ତି। ତ ଗାଡ଼ି ଛାଡ଼ିଲା। ଗୁଡୁ କ'ଣ କହିବ? କୋଉଠି ନା ଅନା ହଁ ଭିଡ଼ିଓ କ'ଣ ଦେଖୁନାହାନ୍ତି? କୋଉଠି ସେ ଦେଖିବେ। ଆମ ଭିଡ଼ିଓ ଦେଖନ୍ତୁ, ଆଉ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ। କହିଦିଅ ଗୁଡୁ, କହିବନି? ଫାଇନାଲି ଆମେ ଆସିକି ପହଞ୍ଚିଗଲୁ କୋଣାର୍କରେ। ଟିମ୍ ସବୁ ଆସିକି ପହଞ୍ଚି ଯାଇଛନ୍ତି। ଚାଲି ଚାଲିକା ଆସୁଛନ୍ତି ସମସ୍ତେ। ତ ଆମେ ଏବେ ଆସିକି ପହଞ୍ଚିଗଲୁ କୋଣାର୍କରେ। ଆଉ ଖରା ତ ହେଇଛି, ତ ଲୋକ ବି ବହୁତ। ଟିକେଟ୍ ଏଇଠୁ ନେବା। ତ ଟିକେଟ୍ କାଟିକି ଆମେ ଭିତରକୁ ପଶିବୁ, ଏଇଖିଣା ଏଣ୍ଟ୍ରି କରିବୁ। ତ ଭିତରେ କ'ଣ ଏବେ ସବୁ ହେଇଛି ଦେଖିବା। ଚିକେନ୍ ସବୁ ଅଛି। ଦେଖନ୍ତୁ ଟିକେଟ୍ କାଉଣ୍ଟର। ଆମେ ଟିକେଟ୍ ଅବି କାଟିବୁ। ତ ଲାଇନ୍ରେ ଟିକେଟ୍ କାଟିବାକୁ ପଡ଼ିବ। ନା ଆଣିବ ନା ମୁଁ ଆଣିବି? ଟିକେଟ୍ ଏଠୁ କଟାଯିବ। ଏଇଖିଣା ଟିକେଟ୍ କାଟିକି ଆମେ ଭିତରକୁ ପଶିବୁ। ଫାଇନାଲି ଦେଖନ୍ତୁ ସାପ ଧରିଛି ଏଣ୍ଡୁକାକୁ। ଆଉ ଦେଖନ୍ତୁ ତାଙ୍କୁ କେଉଁ ଭଳିଆ ସାପ ଧରିଛି। ଖାଇବା ପାଇଁ ଦେଖନ୍ତୁ ଏଣ୍ଡୁକାକୁ ଧରିଛି ସାପଟା। ଆଉ ନା ଦେଖନ୍ତୁ ସାପ ଧରିଛି ଏଣ୍ଡୁକାକୁ ଖାଇବ ବୋଲି। ଆଉ ଆମେ ଏଇଖିଣା ଦେଖିଲୁ, ଆମ ଆଖି ନଜରରେ ପଡ଼ିଗଲା। ସେଇଥିପାଇଁ ଆମେ ଟିକେ ଭିଡ଼ିଓ ଟିକେ କରିଦେଲୁ, ଆପଣମାନେ ବି ଦେଖିବେ। ସେଇଥିପାଇଁ ଆମେ ଭିଡ଼ିଓଟା ଟିକେ କଲୁ। ତ ଚାଲନ୍ତୁ ଯିବା। ଯେଉଁ ସାପଟା ଦେଖିଲେ ଏଇଟା କି ସାପ? ମୁଁ ଜାଣିନି, ପଚାରେ ପିଲାମାନଙ୍କୁ। ଜାଣିନ କ'ଣ ପାଇଁ? ତଥାପି ତୁମର ଅଭିଜ୍ଞତା ଥିବ, କାହିଁକିନା ଯେହେତୁ ତୁମେ ଧରିକି ଦେଖିଛି ସବୁ। ମାନେ ତୁମେ ବଣ ଜଙ୍ଗଲ ଏରିଆର ଲୋକ, ମାନେ ଅଧିକ ଜାଣ, ତୁମେ ଅଭିଜ୍ଞତା ଅଛି ସାପ ବିଷୟରେ। ଆଉ ସେଇଥିପାଇଁ ତୁମେ ଡାକିକି ଦେଖିଲ। ମୁଁ ତ ଚିହ୍ନି ପାରିଲିନି, ମାନେ ତୁମେ ଭଲ ଭାବରେ ଚିହ୍ନିଥିବ। କି ସାପଟା ଗୋଟେ କ'ଣ? କାଳିଜନ୍ତି। ମାନେ ଏଇଟା କ'ଣ? ଆମେ ଜାଣିଛୁ ଧେଣ୍ଡୁଅ, ଧମଣା, ଆମର ଗୋଖର, କମ୍ପ, ଆଉ ଆମର ଏଇଟା କ'ଣ କୁହନ୍ତି, ଆଉ ଗୋଟେ କ'ଣ କହନି, ଏଇଭଳିଆ ସାପଟା। ଆଉ ଗୋଟେ କ'ଣ କୁହନ୍ତି ଆମର ଏଇଟା ଛୋଟିଆଟା? ଗୋଖରରୁ ସୁପର ଭର୍ସନ ହେଉଛି କମ୍ପ। ଆମେ ଏଇ ସାପରା ଜାଣିଛୁ। କାଣ୍ଡନଳ, ଏଇ କାଣ୍ଡନଳ ଟାଇପ୍ର ଦେଖାହେଉଛି। ବଢ଼ିଆ ଆରାମ ଲାଗିଲା ହେଲା। ଆହୁରି ଆଗକୁ ଆରାମ ଲାଗିବ। ଆସ। ତ ଏବେ ଆମେ ମନ୍ଦିର ପାଖେଇ ଆସୁଛି। ଆମେ ମନ୍ଦିର ପାଖକୁ ଯାଉଛୁ।
ଆଉ ଥଣ୍ଡା ଭାରି ଲାଗୁଛି କାହିଁକିନା ଗଛ ହଁ ସେ ଭିତରେ ପଶିବା ବା ଭିତରକୁ ଏଣ୍ଟ୍ରି କଲୁ। ଆଉ ଦେଖନ୍ତୁ ଲୋକ କେଉଁ ଭଳିଆ ଏଣ୍ଟ୍ରି କରୁଛନ୍ତି ଭିତରକୁ କୋଣାର୍କ ମନ୍ଦିର। ତ କିଛିଟା ପରିବର୍ତ୍ତନ ହେଇଛି, ତ ଏତେଟା ତ ହେଇନି, କିଛିଟା ପରିବର୍ତ୍ତନ। ଗୋଟେ ଶାଢ଼ୀ 400 ଟଙ୍କାରୁ ହେଉଛି ତାମିଲନାଡୁ ନଡ଼ିଆ, ଇଏ ଗୋଟେ 350 ନଡ଼ିଆ। ତୁମ ବଳ ଯେତିକି ଭଲ ଶାଢ଼ୀ ମାଙ୍କ ପାଖରେ ତ ରହିଲା ଆମର କେତେ ପଇସା ହେଲା ଆମ ଗାଡ଼ି ପାଖରେ ସେ ଗାଡ଼ି ତଳେ ରଖିଦେବୁ ଖୋଲିଦେବୁ। ଫାଇନାଲି ଦେଖନ୍ତୁ ମନ୍ଦିର ଦର୍ଶନ ତ ସରିଗଲା। ଆଉ ଆମେ ଏବେ ଗାଡ଼ି ପାଖକୁ ଯାଉଛୁ ଦର୍ଶନ ସାରିକି ମାଙ୍କ ପାଖରେ ଟିକେ ଭୋଗ ଆଉ ଦୀପ ଜାଳିକି ଏଇଖିନା ଆଇଲୁ। ଆଉ ମାଙ୍କ ପାଖରେ ମାଙ୍କ ପୂଜା ଅର୍ଚ୍ଚନା କରିକି ଏବେ ଆମେ ଗାଡ଼ି ପାଖକୁ ଯାଉଛୁ। ଆଉ ଆଜି ଲିଲି ମାଙ୍କୁ ନାଲି ଶାଢ଼ୀ ଗୋଟେ ପିନ୍ଧେଇକି ଆଇଲେ। ଆଉ ତ ଆମ ଆଗରେ ମା ନାଲି ଶାଢ଼ୀ ପିନ୍ଧିଲେ। ଆଉ ତ ଆମେ ଏଇଖିନା ଆସୁଛୁ ଆଉ ଗାଡ଼ି ପାଖକୁ ଯାଉଛୁ। ଆଉ ସମସ୍ତେ ଆଗରେ ଗଲେଣି। ଆଉ ପୁଅ କୁଆଡ଼େ ତ ଚାଲ ଯିବା ଗାଡ଼ି ପାଖକୁ। ଫାଇନାଲି ଆମେ ଗାଡ଼ିରେ ଏଇଖିନା ବସିଲୁ। ଆଉ ତ ଗାଡ଼ିରେ ସମସ୍ତେ ବସି ସାରିଲେଣି। ମଙ୍ଗଳାଙ୍କ ଭୋଗ ଆଉ ମଙ୍ଗଳା ମାଙ୍କ ଦର୍ଶନ ଭଲରେ ହେଇଗଲା। ଚାଲ ଗାଡ଼ି ଏବେ ଛାଡ଼ିଲା। ଘରେ କେତେବେଳେ ପହଞ୍ଚୁଛୁ ମାନେ ବ୍ଲଗ୍ରେ କଣ୍ଟିନ୍ୟୁ ରୁହନ୍ତୁ। ଆଜି ବସୁଧାର ମିଲ୍ ଖାଇଦେଲେ ଆଉ ଏତେ ତାର ମେନୁ ମଗେଇ ତାର ମେନୁ ମଗେଇ ଖାଇଛି ରୁଟି ଆଉ ମିକ୍ସ। ଏଠି ଆମର ଭାଇ ବସିଛନ୍ତି ଖାଇବା ପାଇଁ, କିନ୍ତୁ ଖାଇବେ ନେଇକି ପଳେଇବେ। ତାର ଅସୁବିଧା ଅଛି ଆଉ ବହୁତ ଖାଉଛନ୍ତି। ଫ୍ରେଣ୍ଡସ୍ ହୋଟେଲରେ ଆମେ ଖାଇବା ପିଇବା ତ ସରିଗଲା। ଆଉ ତ ଏବେ ଆମେ ଘରକୁ ଯିବୁ। ଆଉ ଏଇଠୁ ଭିଡ଼ିଓ ଏଣ୍ଡ କରୁଛୁ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ସେଥିପାଇଁ ବିଦାୟ ଦିଅନ୍ତୁ। ଲଭ୍ ୟୁ ଅଲ୍। ଜୟ ଜଗନ୍ନାଥ।